ଯାହା ବି ପିଲାମାନେ କରିଥିଲେ ଭଲ କରିଛନ୍ତି। କାରଣ ପିଲାମାନେ ଯାହା କରୁଛନ୍ତି କ'ଣ କାଏ ଜମି ବିକିକି ଆଣିକି ପାଠ ପଢୁଛି, କିଏ କାହାର ବୋଉର ସୁନା ଫୁନା ଆଣିକି ବନ୍ଧା ପକେଇକି ପଢୁଛନ୍ତି। ପଢିଲା ଭିତରେ ଯଦି ଏତେ ପ୍ରକାର ସିଷ୍ଟମ ସେ ଯଦି କରିକି ଗୋଟେ ଜିନିଷ ପ୍ରଶ୍ନପତ୍ର ଲିକ୍ ହେଇଯାଉଛି, ଇଏ ହେଇଯାଉଛି, ମାନେ ଆପଣଙ୍କ ପାଖରେ ସବୁ ପ୍ରକାର ପ୍ରୋଟେକ୍ସନ ଥାଇକି ଇଏ କରିକି ବି ଯଦି ଏମିତି ହେଇଯାଉଛି, ତାହେଲେ ପିଲା କିଛି ପାଠ ପଢି କିଛି ମୂଲ୍ୟ ନାହିଁ। ସେ ବାଧ୍ୟ ହେଇକି ଅଲଗା ଲାଇନରେ ପଶିବେ, ଅଲଗା ଜିନିଷ ହେବେ। ପାଠ ପଢୁଛନ୍ତି କ'ଣ ପାଇଁ? ପାଠ ସାଠ ପଢିବେ, ଭଲ ଗୋଟେ ଚାକିରି ବାକିରି କରିବେ, ଏଇଆ ହେଲା ସିଷ୍ଟମ। ତାପରେ ଯଦି ସେ ପିଲା ଏତେ ଶୀଘ୍ର କଷ୍ଟ କରିକି ଯଦି ନ ହେଇପାରିବ, ତାହେଲେ କିଛି ଲାଭ ନାହିଁ। ତାପରେ ଦେଖନ୍ତୁ ସେଇଠି ଦିଲ୍ଲୀରେ ଯୋଉ ଭଳିଆ ହେଇଛି, ଯନ୍ତ୍ର ମନ୍ତ୍ରରେ ଯୋଉ ଭଳିଆ ପିଲାଙ୍କୁ ମାଡ ଫାଡ ମାରିଛନ୍ତି, ଏଇଟା କ'ଣ ଭଲ? ସିଏ ବି ଯୋଉ ପୋଲିସ ବି ବାଡେଇଛନ୍ତି, କିଛି ତମେ ବାଡଉଛ ସେମାନେ କ'ଣ ସନ୍ତ୍ରାସବାଦୀ ନା ନକ୍ସଲ ନା କ'ଣ? ତାଙ୍କର ଗୋଟେ ମାଙ୍ଗ ଅଛି, ନାଇଁ ଆମେ ଆଜ୍ଞା ଏତେ ହାରେ ପାଠ ପଢୁଛୁ, ଏମିତି ଏମିତି ସିଷ୍ଟମକୁ ଏଇଆ ଜିନିଷ, ଆଜ୍ଞା ଆମେ କ'ଣ କରିବୁ? ଜିନିଷ ପିଲା ସେଇଥିପାଇଁ ସେଠି ଧାରଣା ଦେଇଥିଲେ। ସେଇଟା ତାଙ୍କ କଥାଟା ବାସ୍ ଶୁଣିଦେଲେ କି କ'ଣ ହେଇଛି ବାବା ନା କ'ଣ ଅସୁବିଧା, ତାଙ୍କଟା ମାନରତା ପୂରଣ କରିଦେଲେ, ତାଙ୍କ ଗଲା କିଛି ଟେନସନ ନାହିଁ। ଜିନିଷ ହେଲା ଏଇଆ। ଆଉ କ'ଣ ଆଜି ତ ଯାହା ହଉ ସାର୍ ବି ଯାହା ଦେଇଛନ୍ତି, ହଉ ଭଲ ଦେଖାଯାଉ। ସେଥିରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେଲେ, ଆଉ ବାଧ୍ୟ କିଛି ତ ଉପାୟ ନାହିଁ। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनी।